ଆଜ୍ଞା କରନ୍ତୁ କିଛି ଅସୁବିଧା ନାହିଁ। ଆମର ଦୀର୍ଘ ଦିନର ପ୍ରତିଭା ଥିଲା ତାକୁ ସରକାର ସାଙ୍ଗରେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଥିଲା, କିନ୍ତୁ ତାହା ବିଫଳ ହେଲା ପରେ ପୁନଶ୍ଚ ଆମେ 11 ତାରିଖରୁ ମହାଶିଳ୍ପୀରେ ସମସ୍ତେ ଅଛୁ। ଆମର 9 ଗୋଟି ଦାବି ନେଇ 9 ଗୋଟି ମୁଖ୍ୟ ଦାବି ଗୋଟେ ହେଲା ଲେଭେଲ୍ ଲାଇନ୍ ଉପରେ ଆଜି ଆମେ ଅଛୁ। ଲେଭେଲ୍ ଲାଇନ୍ ଯେଉଁଟା ଏଣ୍ଟ୍ରି ଲେଭେଲ୍ର ଆମର ଲେଭେଲ୍ 9 9300 ଏନ୍ ଗ୍ରେଡ୍ 4200 ସେଇଟା ହେଉଛି ମୁଖ୍ୟ ଦାବି। ସେଇଟାକୁ ସରକାର ଆଜି ପର୍ଯ୍ୟନ୍ତ ପୂରଣ କରିନାହାନ୍ତି। ଇତିମଧ୍ୟରେ ସରକାର ପୂରଣ କରିବା ପରିବର୍ତ୍ତେ ଆମକୁ ରାଜସ୍ୱ ମନ୍ତ୍ରୀ ଏଟାକୁ ନିବୃତ୍ତ ରହି କାର୍ଯ୍ୟ ଯୋଗ ଦିଅନ୍ତୁ ବୋଲି ଧମକପୂର୍ଣ୍ଣ ଚିଠି ଦେଇଛନ୍ତି ଏବଂ ଓଡ଼ିଶାର ଆମର ଏଡ଼ିସନାଲ୍ ଚିଫ୍ ସେକ୍ରେଟାରୀ ସେ ଆମ ସମସ୍ତଙ୍କୁ ଧମକ ଦେଇଛନ୍ତି ତୁମେ ରାଜ୍ୟର ଆନ୍ଦୋଳନ ଓହରି ନିଜ ନିଜ କାର୍ଯ୍ୟ କରନ୍ତୁ, ନହେଲେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। କିନ୍ତୁ ଆମେ ଗତକାଲି 30 କୋଟି ଜିଲ୍ଲାର ସମସ୍ତେ ଆଲୋଚନା କଲୁ, ବୈଠକ ମାଧ୍ୟମରେ ଆମେ ସ୍ଥିର ହେଲୁ ଯେ ଆମେ ଯେକୌଣସି ପ୍ରକାର ହେଲେ ଆନ୍ଦୋଳନ ଓହରିବୁନୁ। ଯେ ପର୍ଯ୍ୟନ୍ତ ଆମର ମୂଳ ଦାବି ଗୁଡ଼ାକ ପୂରଣ ନ ହେଇଛି ସେଥି ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ। ହଁ, କାଲି ଜିଲ୍ଲା ପରିଷଦ ତରଫରୁ ମଧ୍ୟ ଆମକୁ ଛୁଟି ବାତିଲ କରି କାର୍ଯ୍ୟ ଯୋଗଦାନ ପାଇଁ ଚିଠି ଦିଆଯାଇଛି, କିନ୍ତୁ ଆମେ ସେଇଟା ଚିଠି ପର୍ଯ୍ୟନ୍ତ ଆମକୁ ହସ୍ତଗତ ହୋଇନାହିଁ ଏବଂ ଆମେ ଆମର ଦୃଢ଼ ନିଷ୍ପତ୍ତିରେ ଅଟଳ ଅଛୁ। ଯେତେଦିନ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଆମର ଦାବି ପୂରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଆଗକୁ ଜାରି ରହିବ। ସେଇ ଦାବି ଆମର ବହୁ ପୁରାତନ 2010, 2017, 2020, 23, 24 ଲଗାତାର ଭାବେ ଆମେ ସେମ୍ ଦାବିକୁ ପୁନରାବୃତ୍ତି କରି ଆସିଛୁ। ପ୍ରତିଥର ଆମକୁ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାପରେ ଆମେ ପ୍ରତାରିତ ହେଇଛୁ। ପ୍ରତିଶ୍ରୁତି ବଦଳରେ ମାନେ ପ୍ରତିଶ୍ରୁତି ପୂରଣ ବଦଳରେ ସଦାସର୍ବଦା ପ୍ରତାରିତ ହେବା ଗୋଟେ ଚିରାଚରିତ ଢାଞ୍ଚାରେ ଚାଲିଛି। ବର୍ତ୍ତମାନ ସରକାର ଆସିଲା ପରେ ଆମେ ଆଶାବାଦୀ ଥିଲୁ ଆମର ଦାବି ପ୍ରତି ସରକାର ନିଶ୍ଚିତ ରୂପେ ସମ୍ବେଦନଶୀଳ ହୋଇ ଆମର ଦାବିକୁ ପୂରଣ ଦିଗରେ ପଦକ୍ଷେପ ନେବେ, କିନ୍ତୁ କାଲି ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଯେଉଁ ଷ୍ଟେଟମେଣ୍ଟ ଆସିଲା ସେଥିରେ ସେ ଆମକୁ କାର୍ଯ୍ୟ ବନ୍ଦରୁ ନିବୃତ୍ତ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ତାଗିଦ କରିଛନ୍ତି ଏବଂ ଆମକୁ ଏକ ରକମର ବାଧ୍ୟ କରିଛନ୍ତି ଏଇ ଆନ୍ଦୋଳନରୁ ଓହରିବା ପାଇଁ ବୋଲିକି। କିନ୍ତୁ ଆମର 30ଟା ଯାକ ଜିଲ୍ଲାର ସଦସ୍ୟ ମିଳିତ ଭାବେ ଗୋଟିଏ ନିଷ୍ପତ୍ତି ମାନେ ଅଟଳ ରହିଛୁ ଯେ ଆମର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଆମ ଆନ୍ଦୋଳନ ଜାରି ରଖିବୁ। ଆମେ ଯେଉଁ ଆନ୍ଦୋଳନ କରିଛୁ ଯେଉଁ 10 ଦଫା ନେଇକିରି ସେ ଉପରେ ଆମକୁ ବର୍ତ୍ତମାନ କିଛି ପ୍ରତିଶ୍ରୁତି ଦେଇନାହାନ୍ତି, ବରଂ ତାଗିଦ କରିଛନ୍ତି। କ'ଣ ତୁମେ କାର୍ଯ୍ୟରେ ଜଲ୍ଦି ଜଏନ୍ କର, ନାଇଁ ହେଲେ ତୁମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏଥିପ୍ରତି ଆମର କୌଣସି ଭୟ ନାହିଁ। ଆମର ଦରମା ବନ୍ଦ ହେଉ, ଯାହା ସରକାର କାର୍ଯ୍ୟାନୁଷ୍ଠାନ ନେବେ, କିନ୍ତୁ ଆମର ମୁଖ୍ୟ ଦାବି ଯେଉଁ ଲେଭେଲ୍ ଲାଇନ୍ ଅଛି, ଯେଉଁ ଜୁନିୟର କ୍ଲର୍କ ଲେଭେଲ୍ 4 ଲେଭେଲ୍ ଲାଇନ୍ ସେଇଟା ହେବା ନିହାତି ଦରକାର। ଆଉ ଯେଉଁ ଅନ୍ୟାନ୍ୟ ଦାବି ଗୁଡ଼ାକ ଅଛି ସେଟା ବି ପୂରଣ ହେବା ଦରକାର। ନହେଲା ପର୍ଯ୍ୟନ୍ତ ଆମେ ଦାବି ନହେଲା ପର୍ଯ୍ୟନ୍ତ କାର୍ଯ୍ୟରୁ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ। ଯିଏ ଡିପାର୍ଟମେଣ୍ଟରେ ଆପଣଙ୍କର ନୋଟିଫିକେସନ୍ ଅଛି, ଏଇଟା କେତେ ବର୍ଷ ହେଲା ଅଛି ଭାଇ? ଯଦି ଏତେ ବର୍ଷ ହେଲା ଯଦି ରହିପାରିଛି ଆମେ ପଠେଇ ଦେଉଛୁ ଯିଏ ସେକ୍ରେଟାରୀକୁ ଚିଠିଟା। ଡିପାର୍ଟମେଣ୍ଟ କ'ଣ ସରକାରରୁ ବାହାରେ କି ଯଦି ଚାହିଁବେ ରେଭିନ୍ୟୁ ସେକ୍ରେଟାରୀ ମହୋଦୟ ଯଦି ଚାହିଁବେ ଯିଏ ଡିପାର୍ଟମେଣ୍ଟ ସେଟା ସାଂସନ୍ କରିପାରିବ କି ନାହିଁ? ଆମେ କହୁଛୁ ଯେ ଆପଣ ଧମକପୂର୍ଣ୍ଣ ଚିଠି କରୁଛନ୍ତି ଜଏନ୍ କରନ୍ତୁ, ନାଇଁ କଲେ ଆପଣଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦେବି। ଆଜ୍ଞା କରନ୍ତୁ, ଜେଲ୍ ଯିବାକୁ ବି ପ୍ରସ୍ତୁତ ଅଛୁ ଆମେ। ତେଣୁକରି କିଛି ଅସୁବିଧା ନାହିଁ। ଆମର ରାଜ୍ୟ ନେତୃବୃନ୍ଦ ଯେତେ ଦିନ ଯାଏ ସେ ଓହରି ନାହାନ୍ତି ଆମେ ଓହରିବାର ପ୍ରଶ୍ନ ଉଠୁନି ଆଜ୍ଞା।